ଚାଲିଗଲ କେଉଁପରି କାମ ସରି ନାହିଁ, କୋଟି ଓଡ଼ିଆଙ୍କ ମୁହେଁ ହସ ଫୁଟି ନାହିଁ, ଫେରି ନାହିଁ ସେହି ପୂର୍ବ ଗୌରବ, ଆଉ ଥରେ ଫେରିଆସ ପୁଣି ଓଡ଼ିଶା ହସିବ। ହଁ ଆଜ୍ଞା, ଆଜି ପ୍ରତିଟି ଓଡ଼ିଆ ଯେମିତି ନିଜର ପ୍ରିୟ ମଣିଷର ଫେରିବା ବାଟକୁ ଅପେକ୍ଷା କରି ବସିଛି, ଯାହାର ପ୍ରତିଟି କଥାରେ ଓଡ଼ିଆର ମନୋବଳ ବଢ଼ିଥାଏ, ଯାହାର ପ୍ରତିଟି ଆହ୍ୱାନରେ ଓଡ଼ିଶାର ମାଟି ଗର୍ବରେ ଛାତି ଫୁଲି ଯାଇଥାଏ, ଆଉ ଯାହାର ପଦିଏ କଥା ଆଖିରୁ ଝରି ଆସୁଥିବା ଲୁହକୁ ସାଉଁଟି ରଖିଦେଉଥାଏ। ଆଜି ତାଙ୍କୁ କେମିତି ବା ନିଜ ମନରୁ ବାହାର କରିପାରିବ ସେ? ମା ଓ ମାଟି ପାଇଁ କାମ କରିବାର ଆଗ୍ରହ ତାକୁ ରାଷ୍ଟ୍ରନେତା ବା ଷ୍ଟେଟ୍ସମ୍ୟାନରେ ଆଖ୍ୟା ଦେଇଛି। ରାଷ୍ଟ୍ରନାୟକ, ରାଜ୍ୟନାୟକ ଭାବରେ ଯାହାକୁ ଏ ସାରା ଦେଶ ଜାଣେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ଅତି ଆପଣାର ଭୂମିପତ୍ର ବିଜୁ ପଟ୍ଟନାୟକ ଓରଫ ବିଜୟାନନ୍ଦ ପଟ୍ଟନାୟକ। ଆଉ ଆଜି ତାଙ୍କର ଏ ପବିତ୍ର ଜନ୍ମ ଦିବସରେ ତାଙ୍କ ପାଖରେ ମୁଣ୍ଡ ନଇଁଯାଉଛି। 1916 ମସିହା ମାର୍ଚ୍ଚରେ କଟକରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓରଫ ବିଜୟାନନ୍ଦ ପଟ୍ଟନାୟକ। 1916 ମସିହା ମାର୍ଚ୍ଚ 5 ତାରିଖ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ। ଆଜି ବିଜୁ ପଟ୍ଟନାୟକଙ୍କ 108ତମ ଜନ୍ମ ଜୟନ୍ତୀ। 1961 ମସିହାରୁ 1963 ଯାଏ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ 1990ରୁ 1995 ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ। କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ବିଜୁ ପଟ୍ଟନାୟକ। ଜଣେ ନିର୍ଭୀକ ପାଇଲଟ ଭାବେ ମଧ୍ୟ ତାଙ୍କର ଥିଲା ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ। ଓଡ଼ିଶାର ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ଆଜି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 108ତମ ଜନ୍ମଦିବସ। ବିକାଶ ପୁରୁଷକୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ। କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏ ଏହି ଟଲ୍ ମ୍ୟାନ୍ ଛାଡ଼ି ଯାଇଛନ୍ତି ନିଜ ସାହସିକତା, ବୁଦ୍ଧିମତ୍ତା ଓ ଜନନେତାର ଅଲିଭା ପଦଚିହ୍ନ। ତାଙ୍କ ଜୀବନର ସେ ଦେଖୁଥିବା ଅନେକ ସ୍ୱପ୍ନ ହୁଏତ ଆଜି କିଛି ମାତ୍ରାରେ ପୂର୍ଣ୍ଣ ହୋଇଛି, କିନ୍ତୁ ଆଜି ବି କେଉଁଠି ନା କେଉଁଠି ବିଜୁବାବୁଙ୍କୁ ଖୋଜି ବୁଲେ ଏହି ବୀର ଓଡ଼ିଆର ପ୍ରାଣ। ଆଜି ତାଙ୍କର ଶୁଭ ଜନ୍ମତିଥିରେ ସାରା A1 ପରିବାର ତରଫରୁ ଏ ମହାନାୟକ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଜନ୍ମ ଦିବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।